नमस्कार सांग मैंने जय जगन्नाथ। तो सकाळର आरंभ मोर एମିତି ହିଁ କିଛି ହେଇଥିଲା। ନିଜର ନିତ୍ୟକର୍ମ ସାରିକି ଧୁଆ ଲୁଗାପଟାକୁ ସବୁ ୱାସିଂ ମେସିନରେ ପକେଇ ଦେଇଥିଲି। ଆଉ ୱାସିଂ ମେସିନରେ ପକେଇକି ତାପରେ ତାକୁ ଶୁଖେଇବାକୁ ନେଇଗଲି। ଶୁଖେଇ ତ ଦଉଛି ମୁଁ, ତାପରେ କିଏ ଆଣୁ ନ ଆଣୁ ମୋର ସେଥିପ୍ରତି ନଜର ହିଁ ନଉନି। ମାଉସୀ ତାର ଯାଉଛି, କେତେବେଳେ କେଉଁ ଦିନ ବି ମୁଁ ଶୁଖେଇବାକୁ ବି ଭୁଲି ଯାଉଛି ଘର ଭଳିଆ, ସିଏ ତାର ନିଜେ ଆଣିକି ଶୁଖଉଛି, ନିଜେ ଆଣିକି ନେଇକି ଯାଉଛି। ତ ଏଇଟା ଆପଣ ମୋତେ ବେପାରୁଆ ମନୋଭାବ କହିପାରିବେ, ଆଉ ଘର ଲୋକଙ୍କ ଥିବା ସତ୍ତ୍ୱେ ମୋର ଅଳସୁଆମୀ ବି କହିପାରିବେ। ସେମାନେ ଥିଲେ ଟିକେ ଅଳସୁଆ ମୁଁ ହୋଇଯାଏ ଆଉ। ଯଦି କିଏ ଗୋଟେ କାମ କରିବାକୁ ଥାଏ ତ ଅଟୋମେଟିକଲି ତୁମେ ଟିକେ ଅଳସୁଆ ହେଇଯିବ, ତୁମର ତ ମନ ହିଁ ପଡ଼ିବନି, ଏକଲା ଥିଲେ ମନେ ପଡ଼ିବ। ତ ସେଭଳିଆ ଏନଭାରମେଣ୍ଟରେ ରହିଲେ ହିଁ ତୁମର ମନେ ପଡ଼ିବନି। ତ ଆଜି ଟିକେ ମାଉସୀ କହିଲା ଯେ ତୁ ଚିଲି କୋବି ବନା, ତୁ ଚିଲି କୋବି ବହୁତ ବନାଉ ବୋଲି କହଉ, ତ ବନା ଆଜି। ତ ମଉସା କହିଲେ ହଁ ହଁ ବନା, ଟିକେ ଟେଷ୍ଟ କରିବା କେମିତି କ'ଣ ବନାଉଛୁ। ତ କୋବିକୁ ଭଲସେ ଧୁଆ ଧୁଇ କରିକି ସେ ମୋତେ ଦେଇଦେଲା କାଟିକି। ମୁଁ ତା ଦେହରେ ଲୁଣ, ଲଙ୍କାଗୁଣ୍ଡ, ହଳଦୀ ସବୁ ପକେଇ ଦେଇଥିଲି, ଆଉ ଟିକେ କରି ପାଉଡ଼ର ବି ଆପଣ ଚାହିଁଲେ ପକେଇବେ। ଆଉ ତାପରେ ମୁଁ କ'ଣ କଲି ନା, ତାକୁ ଭଲସେ ବେସନ ଆଉ କର୍ଣ୍ଣଫ୍ଲୋର ଦେଲି। ତାକୁ ବେସନ ଟିକେ ଦେଲି କାରଣ ସେ ବାନ୍ଧିକି ରଖିବ, ଖାଲି କର୍ଣ୍ଣଫ୍ଲୋର ଦେଲେ ସେ ଏତେ ବାନ୍ଧି ପାରିବନି, ଖାଲି କ୍ରିସ୍ପି କରିଦେବ। ତ ସେଥିପାଇଁ ସବୁକୁ ମିଶାଇକି ଭଲସେ ଘାଣ୍ଟି ଦେଲି। ତାପରେ ତାକୁ ଛାଣିଦେଲି। ଆଉ ଯେତେ କଡ଼ାକି ଛାଣିବ ଚିଲି କୋବିଟାର ସେତେ ଟେଷ୍ଟ ହେବ। ତ ସେଥିପାଇଁ କଡ଼ାକି କୋବିଟା ଛଣାଛଣି କରିଦେଲି। ତାପରେ ସେହି ସମୟ ଭିତରେ ପିଆଜ, କ୍ୟାପ୍ସିକମ୍, ଅଦା, ରସୁଣ ସବୁ ଛୋଟ ଛୋଟ ପିସ୍ କରିକି କାଟିକି ମାଉସୀ ଅଲରେଡ଼ି ମୋ ପାଇଁ ଦେଇଥିଲା। ତ ମୁଁ କ'ଣ କଲି ନା, ଟମାଟୋ ସସ୍, ଚିଲି ସସ୍, ସୋୟା ସସ୍କୁ ଏକାଠି ମିକ୍ସ କରିଦେଲି। ମୁଁ ଯେତେବେଳେ ବି ଯେକୌଣସି ଚିଲି ଆଇଟମ୍ କରେ ମୁଁ ଏଇ ସସ୍ ଗୁଡ଼ାକ ଆଗ ମିଶାଇ ଦେଇକି ରଖିଦିଏ, କାରଣ ଏଇଟା ବହୁତ ସୁବିଧା ହୁଏ, ଆଉ କ୍ୱାଲିଟି ସେଇ ସବୁ ବିଷୟରେ ଆପଣଙ୍କୁ ଭାବିବାକୁ ସେତେବେଳେ ପଡ଼େନି। ତ କ'ଣ କଲି ନା, ପ୍ରଥମେ ତାପରେ ସେଇଠୁ ଆଣିଲି ଭାରି ପ୍ୟାନ୍ ବସାଇଦେଲି। ପ୍ୟାନ୍ରେ ଟିକେ ଏଇ ଯେଉଁ ଅଦା ରସୁଣ ତାକୁ ପ୍ରଥମେ ଭାଜିଦେଲି। ତାପରେ ପିଆଜ କ୍ୟାପ୍ସିକମ୍କୁ ମୁଁ ଏକା ସାଥିରେ ପକାଏ, କାରଣ କ୍ୟାପ୍ସିକମ୍କୁ ବି ସିଝିବାକୁ ସେତିକି ହିଁ ସମୟ ଲାଗିବ। ଆଉ ତା ଦେହରେ ଆପଣ ଟିକେ ଚିନି ବି ଦେବେ, କାରଣ ଚିନିଟା ପକାଇଲେ ଚିଲିର ଆଇଟମ୍ ଗୁଡ଼ାକ ସବୁ ବାଲାନ୍ସ ହେଇକି ରୁହେ। ମୁଁ ଟିକେ ଗ୍ରୀନ୍ ମଟର ବି ଦେଇଥିଲି। ତ ଯେତେବେଳେ ବି ଆପଣ ଚିଲି କୋବି ବନାଉଛନ୍ତି ଏଇଭଳିଆ ଟେକ୍ନିକ୍ରେ ମୁଁ ତ କରେ, ମୋତେ ସ୍ପେଶାଲି ଭଲ ଲାଗେ ଯେ ଏମିତି କଲେ ଭଲ ଲାଗୁଛି। ତ ସମସ୍ତେ ଖାଇଲେ, ସମସ୍ତେ କହିଲେ ଭଲ ଲାଗୁଛି, ଏଇ ଟ୍ରିକ୍ରେ କଲେ ବହୁତ ବଢ଼ିଆ ଲାଗୁଛି। ତାପରେ ତାଙ୍କର ଧାନ ଗୋଟା ହେଉଥିଲା, ମୁଁ ଯାଇକି ସେଠି ବସିଥିଲି। ସେଠି କ'ଣ ହେଇଛି ନା, ଗାଁରେ ତାଙ୍କର ଏଇ ଯେଉଁ ନଳକୂଅଟା ଅଛି ତାଙ୍କ ଅଙ୍ଗନବାଡ଼ି କେନ୍ଦ୍ର ଆଗରେ, ସେଇଟା ବନ୍ଦ କରିଦେଇଛନ୍ତି। ତାକୁ ଦେଖିକି ମୋତେ ମୋ ମାମୁଁ ଘରର ନଳକୂଅ କଥା ମନେ ପଡ଼ିଲା, ଯେଉଁଟାକି ଏବେ ଆଉ ନାହିଁ। ତ ଯେଉଁଠିକି ଯାଏଁ, ଯେଉଁଠି ବି ରୁହେ, ପାଠ ପଢ଼ା ତ କମ୍ପଲସରି। ପାଠ ନ ପଢ଼ିଲେ କାଲି ସକାଳେ ମୋ ଭବିଷ୍ୟତ ମୋତେ ହିଁ ଗଢ଼ିବାର ଅଛି। ତ ଟିକେ ପଢ଼ାପଢ଼ି ଚାଲିଥିଲା, ଆଉ ଟିକେ ତା ଭିତରେ ଟିକେ ମୁଡ଼କି ଚୋବେଇ ଦେଉଥିଲି, କାରଣ ଆପଣମାନେ ତ ଜାଣିଛନ୍ତି ମୁଡ଼କି ମୋର କେତେ ପ୍ରିୟ। ତ ରାତିରେ ଏତେ ଥଣ୍ଡା ଲାଗୁଥିଲା ଯେ ଗରମ ଭାତ ଖାଇଲି, ତା ସହିତ ସେ ବାଇଗିଣୀ ଆଉ କୋବି ପକୋଡ଼ା ବନେଇ ଦେଇଥିଲା ମାଉସୀ, ଆଳୁ ଭଜା ଗରମ ଗରମ। ତାକୁ ଏତେ ମୋତେ ଏଠି ଥଣ୍ଡା ଲାଗୁଛି, ମାନେ ମୁଁ ଜ୍ୟାକେଟ୍ ଶ୍ରଗ୍ ପିନ୍ଧିକି ବି ଥରୁଛି ଲିଟରାଲି। ତ ଏମିତି ହିଁ କିଛି ଥିଲା ଆଜିର ଦିନ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ରହୁଛି, ଦେଖାହେବା ଆଉ ଗୋଟେ ନୂଆ ଭିଡ଼ିଓରେ।